ଆଜ୍ଞା ନମସ୍କାର। ତୁଳସୀ ଦାସ ରାମ ଭକ୍ତ କେମିତି ହେଲେ? ଏ କ୍ଷେତ୍ରରେ ତାଙ୍କ ଧର୍ମପତ୍ନୀ ହିଁ ଗୁରୁ ହେଲେ। ସମୟ ରେବ କରୋତି ବଳାବଳମ୍। ଭଲ ସମୟ ଆସିଲେ ଭଲ ଚିନ୍ତା ଆସେ, ଭଲ ଲୋକ ମିଳନ୍ତି, ଭଲ ବୁଦ୍ଧି ଉଦୟ ହୁଏ। ମନ୍ଦ ସମୟ ଆସିଲେ ମନ୍ଦ ଲୋକ ମିଳନ୍ତି, ମନ୍ଦ ଚିନ୍ତା ଆସେ, ମନ୍ଦ କାମ କରାଯାଏ। ସିଏ ଥିଲେ ମହାସ୍ତ୍ରୈଣ, ରୂପବତୀ ପତ୍ନୀଙ୍କ ଛାଇ ଭଳି ସେ ଥିଲେ। ସିଏ ହିଁ ତାଙ୍କୁ ସବୁ ଜ୍ଞାନ ଦେଲେ, ଯାହାଫଳରେ ସେ ରାମଙ୍କୁ ପାଇବା ପାଇଁ ଯତ୍ନ କଲେ। ଶୟନେ ସ୍ୱପନେ ଜାଗରଣେ ସେ ରାମ 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 ଜପିଲେ। ତତ୍କ୍ଷଣାତ୍ ତାଙ୍କର ଜ୍ଞାନ ଜାଗ୍ରତ ହେଲା। ଜଗତର ନାଥ ଶ୍ରୀରାମ ତ୍ରେତୟାର ଯୁଗ ପୁରୁଷ, ଇଏ କଳି ଯୁଗରେ ସିଏ ଜଗନ୍ନାଥ ହେଇଛନ୍ତି। ଶ୍ରୀରାମ ଯିଏ ଜଗନ୍ନାଥ, ସିଏ ଇଏ ଜଗତର ନାଥ। ଦେଖି ଆସେ, ଦର୍ଶନ କରି ଆସେ। ତାଙ୍କ ହାତରେ କୋଦଣ୍ଡ ଅଛି କି ନାହିଁ, ସିଏ କେଡ଼େ ପରାକ୍ରମୀ। ଆସିଲେ, ନୀଳାଚଳରେ ବସିଲେ, ପହଡ଼ ଖୋଲିଲା, ଦେଖିଲେ ଜଗନ୍ନାଥ। ମନ ଦୁଃଖ ହେଇଗଲା। କ'ଣ କାନ ନାହିଁ, ଦିଟା ଡିମା ଡିମା ଆଖି, ନାକଟା ବଡ଼, ହାତ ଅଧା, ପେଟ ନାହିଁ। ମନ ଦୁଃଖ ହେଇଗଲା, ଭାରି ବିରସ ହେଲେ, ନିରାଶ ହୋଇ ଫେରିଗଲେ। ଫେରିଗଲା ବେଳେ ଖାଲି ଭାବୁଥାନ୍ତି, ରଘୁନାଥ ରଘୁନାଥ ତମେ ଯିଏ ଜଗନ୍ନାଥ, କ'ଣ ସିଏ ନୁହନ୍ତି? ଯାଇ ଯାଇ ଭାର୍ଗବୀ ନଦୀ କୂଳରେ ପହଞ୍ଚିଲେ। ଭାର୍ଗବୀ ନଦୀ କୂଳରେ ଏକ ସ୍ଥାନ ନିର୍ଣ୍ଣୟ କଲେ ରାତ୍ରି ଯାପନ କରିବା ପାଇଁ। ସେଇ ରାତିରେ ତାଙ୍କୁ ଜଗନ୍ନାଥ ସ୍ୱପ୍ନରେ କହିଲେ, ଭକ୍ତ ଶିରୋମଣି, ତମେ ତମ ରଘୁନାଥଙ୍କୁ ଦେଖିବାକୁ ଚାହୁଁଛ ତ? ତମ ରଘୁନାଥ ଯିଏ, ମୁଁ ସିଏ। ଦ୍ୱନ୍ଦ୍ୱ କାହିଁକି? ପୌଷ ପୂର୍ଣ୍ଣିମା ପୂର୍ବ ଦିନ ତୁମେ ଆସ ଶ୍ରୀମନ୍ଦିର। ନିଦ ଭାଙ୍ଗିଗଲା। ଅପେକ୍ଷା କଲେ ସେଦିନକୁ। ତାପରେ ଆସି ପହଞ୍ଚିଗଲେ। ଦେଖିଲେ କାଣ୍ଡ କୋଦଣ୍ଡଧାରୀ, ନୀଳ ଉତ୍ପଳ ନୟନ, ପୀତ ବସ୍ତ୍ର ପରିହିତ, ଆଜାନୁଲମ୍ବିତ ବାହୁ, ଶକ୍ତିମାନ, ପ୍ରଶସ୍ତ ଚିତ୍ତା, ଚଉଡ଼ା ଛାତି, ଉନ୍ନତ ନାକ। ଆହା, ରାମ ରମଣୀୟ କାମ କମନୀୟ ଶ୍ୟାମ ମୂର୍ତ୍ତି। ଲମ୍ ହୋଇ ପଡ଼ିଗଲେ, ରଘୁନାଥ 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 ରଘୁନାଥ। ହଁ ବନ୍ଧୁ, ଏଇଠି ପଦେ ମୁଁ ଆପଣମାନଙ୍କୁ ସୂଚେଇ ଦେଉଛି, ବିଧାତା ଯେ ବିଶ୍ୱକର୍ମା, ସିଏ ଜଗନ୍ନାଥର କାନ କାହିଁ କରିନାହାନ୍ତି? ଏଇଥିପାଇଁ କି ଯେ ଆମେ କରୁଥିବା ପ୍ରାର୍ଥନା, ଜଣାଣ, ସ୍ତୁତି ସେ ଶୁଣିବେନି। ସେ ଦେଖିବେ, ମାପିବେ କେତେ ଭାବ ଅଛି। ଭାବାଧୀନ ଶ୍ରୀହରି,
ଭାବ ମାପିବେ, ଭକ୍ତି ମାପିବେ। ଯାହାର ଚିତ୍ତ ନିର୍ମଳ, ଭାବ ଅଧିକ, ଯିଏ ଅଧିକ ପ୍ରେମ କରିପାରିବ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେ ତା ପାଖକୁ ଧାଇଁ ଆସିବେ। ଧାଇଁ ଆସିଥିଲେ ସବରଣୀ ପାଖକୁ, ଧାଇଁ ଆସିଥିଲେ ମାଲ୍ୟାଣୀ ପାଖକୁ, ଧାଇଁ ଆସିଥିଲେ ବିଦୁର ପାଖକୁ। ଜମା ସେ ପ୍ରାର୍ଥନା ଶୁଣିବେନି। ଯେତେ ବଡ଼ ମାଇକ୍ରେ ଲଗେଇ ହାଲା କରି ଡାକିଲେ ବି ତାଙ୍କ କାନରେ ବାଜିବନି। କେବଳ ଭକ୍ତି ନିର୍ମଳ ହୃଦୟ ଦରକାର। ବନ୍ଧୁ, ସବୁ ତ ଏଇ ସମୟର ଖେଳ ନା। ରହିଲି, ନମସ୍କାର।